ବାହାରେ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ। ବର୍ତ୍ତମାନ ପ୍ରତ୍ୟେକ ହୋଟେଲରେ ଦୋକାନ ମାନଙ୍କରେ ବାସି ଖାଦ୍ୟ ବା ପୁରୁଣା ଖାଦ୍ୟ ବା ଅନହାଇଜେନିକ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସୁଛି। ବାରମ୍ବାର ଏଭଳି ଅଭିଯୋଗ ଆସିଲା ପରେ ବର୍ତ୍ତମାନ ଆକ୍ସନ ମୋଡରେ ସିଏମସି। ଆପଣ ଦେଖିପାରୁଥିବେ ବର୍ତ୍ତମାନ ଆମେ ଅଛୁ 13 ନମ୍ବରରେ, ଯୋଉଟାରେ କି ଗୋଟେ ହୋଟେଲରେ ବର୍ତ୍ତମାନ ରେଡ୍ ଚାଲିଛି ଏବଂ ଦେଖିପାରୁଥିବେ ଫାଷ୍ଟଫୁଡ ଖାଦ୍ୟ ନାଁରେ କେଉଁଭଳି ଭାବରେ ଖାଦ୍ୟ ଏଠାରେ ବିତରଣ ଦିଆଯାଉଛି ଆପଣ ଦେଖିପାରୁଥିବେ। ବାସି ଖାଦ୍ୟ ସହିତ ବହୁତ ପୁରାତନ ରଖାଯାଇଥିବା ଖାଦ୍ୟକୁ ପରସା ଯାଉଛି ଏବଂ ସେ ତା ଉପରେ ଗରମ କରି ଦିଆଯାଉଛି। ତେବେ ଏହାର ଖବର ପାଇ ସିଏମସି ଆଜି ସେକ୍ଟର 10 ଏବଂ 13 ଠାରେ ବିଭିନ୍ନ ହୋଟେଲରେ ରେଡ୍ କରିଛନ୍ତି ଏବଂ ବିପୁଳ ମାତ୍ରାରେ ଖାଦ୍ୟରୁ ବାସି ଖାଦ୍ୟ ଦେଖିବାକୁ ମିଳିଛି ଏବଂ ତାକୁ ନଷ୍ଟ କରିଛନ୍ତି। ଆପଣ ଦେଖିପାରୁଥିବେ ବର୍ତ୍ତମାନ ଆମେ ଅଛୁ 13 ନମ୍ବରରେ। ତେବେ ଆସନ୍ତୁ ଶୁଣିବା କଣ ରହିଛି ଏ ସବୁ ଖାଦ୍ୟର କଣ କଣ ସବୁ ସିଜ୍ କରାଯାଇଛି ବା କଣ କଣ ଏଠୁ ବାହାରିଛି ଏ ସବୁ ଦିଗକୁ ନେଇ ଆସନ୍ତୁ କଥାବାର୍ତ୍ତା ହବା। ଆମ ସାଙ୍ଗରେ ଅଛନ୍ତି ସିଏମସି ର ଫୁଡ୍ ଇନ୍ସପେକ୍ଟର ଅଛନ୍ତି, ଅଫିସର ଅଛନ୍ତି, ଆମେ କଥାବାର୍ତ୍ତା ହବା। ସାର୍ କଣ କହିବେ, ଆଜି ରେଡ୍ କରାଯାଉଛି, ଆପଣଙ୍କ ଇନଫର୍ମେସନ ଆସୁଛି ଏମିତି ବାସି ଖାଦ୍ୟ କୁହାଯାଉଛି, ଅନହାଇଜେନିକ ଖାଦ୍ୟ କୁହାଯାଉଛି, ବାରମ୍ବାର ଅଭିଯୋଗ ଆସିଲା ପରେ ଆଜି ଆପଣ ରେଡ୍ ମାରୁଛନ୍ତି, କୋଉଠି କୋଉଠି ରେଡ୍ କଲେଣି, କଣ କଣ ସବୁ ବାହାରିଛି? ସକାଳୁ ତ ଆଉ ଗୋଟେ ହୋଟେଲକୁ ଯାଇଥିଲୁ, ସେ ହୋଟେଲରେ ତାଲା ପକେଇ ଦେଇଛନ୍ତି, ତାକୁ ଷ୍ଟାଫ୍ ମାନେ ଜଗିକି ଆସୁଛୁ। ଆଉ ଏଇ ହୋଟେଲକୁ ଆସିଲୁ, ଏହାର କମ୍ପ୍ଲେନ୍ ବି ଥିଲା ଏ ଜାଗାରେ। ଆଉ ବହୁତ ବିପୁଳ ସଂଖ୍ୟକ ବାସି ଖାଦ୍ୟ ଆମେ ଏଠି ପାଇଲୁ, ତାକୁ ଗଦା କରି ନଷ୍ଟ କରୁଛୁ। ଆଉ ତାର ଲାଇସେନ୍ସ ବି ନାହିଁ। ସବୁଠୁ ବଡ଼ କଥା ହେଲା ଫୁଡ୍ ଲାଇସେନ୍ସ ନାହିଁ, କିନ୍ତୁ ହୋଟେଲ ଚାଲିଛି ମାସେ ହେଲାଣି। ତାକୁ ଆଜି ଆମେ ସିଲ୍ କରିଦେଇ ଯାଉଛୁ, କାଗଜପତ୍ର ଆପ୍ଲାଏ କରୁ, ସେ ଦେଖିବା କଣ କଣ ଅଛି ତାପରେ। ସାର୍ କେମିତି ଗୋଟେ ଅଞ୍ଚଳରେ ଗୋଟେ ଫୁଡ୍ ଖୋଲା ଯାଉଛି, ବିଭିନ୍ନ ଜାଗାରେ ବି ଏମିତି ଦୋକାନ ଖୋଲା ଯାଇଛି, ଫୁଡ୍ ଲାଇସେନ୍ସ ନଥିବାର ଅଭିଯୋଗ ଆସୁଛି, ଆପଣ କଣ ଚେକିଂ କଣ ବ୍ୟବସ୍ଥା କରୁଛନ୍ତି? ଆମ ଷ୍ଟାଫ୍ ମାନେ ଇନଫର୍ମେସନ ଦଉଛନ୍ତି, ଯୋଉଠି ଧର ଲାଇସେନ୍ସ ନେଇନାହାନ୍ତି ସେଠୁ ଦୋକାନ ଖୋଲିଲାଣି, ସେ ନାଁଟା ଆସିଲା ପରେ ଆମେ କମ୍ପ୍ୟୁଟର ଶୋ କରୁଛୁ ନାହିଁ, ତାପରେ ଆମେ ଆସିଛୁ ଲାଇସେନ୍ସ ନାହିଁ କିନ୍ତୁ ଦୋକାନ ଖୋଲିଲେ। ସିଏ କଣ କରିଥିଲେ 12 ଡିସେମ୍ବର ମାସ 23 ନା 24ରେ ସେ ଗୋଟେ ଆପ୍ଲାଏ କରିଦେଇଛନ୍ତି, ତାପରେ ସେ ରିଭୋର୍ଟ କରାଯାଇଛି, ସେ କମ୍ପ୍ଲାଏ କିଛି କରିନାହାନ୍ତି, କିନ୍ତୁ ହୋଟେଲ ଚାଲିଛି। ସାର୍ କଟକ ସହରରେ ଦୈନିକ ମାନେ ଛତୁ ଫୁଟିଲା ଭଳିଆ ବର୍ତ୍ତମାନ ହୋଟେଲ ଖୋଲିଲେ, କଣ ଆକ୍ସନ ନେବେ ବର୍ତ୍ତମାନ ଆପଣଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜିଂ? ଆମେ ଚେଷ୍ଟା କରୁଛୁ, ସବୁ ବଡ଼ ବଡ଼ ହୋଟେଲକୁ ଆମେ ଟ୍ରାଏ କରୁଛୁ, ଟାର୍ଗେଟ କରୁଛୁ, ତାଙ୍କର ଲାଇସେନ୍ସ ଥିଲେ ବି ତାଙ୍କ ଫୁଡ୍ କ୍ୱାଲିଟି ଆମେ ଦେଖିବୁ, କାହାକୁ ଛାଡ଼ିଯିବନି, ଏଥିରେ ଛଡ଼ାଯିବନି, ଆଉ ସମସ୍ତ ଯାହାର କ୍ୱାଲିଟି ଖରାପ ହେବ ତାକୁ ନଷ୍ଟ କରିବୁ ଆଉ ସିଲ୍ କରିବୁ। ସାର୍ କେବଳ ଫାଇନରେ ସୀମିତ କରିଦେବେ ନା କିଛି ଗୋଟେ ଦୃଷ୍ଟାନ୍ତମୂଳକ ସିଲ୍ କରୁଛୁ ଆମେ, ଫାଇନ୍ ନୁହେଁ, ଏଇ ଯୋଉ ହୋଟେଲଟାକୁ ଆମେ କରୁଛୁ ଏଇଟା ସିଲ୍ କରିଦଉଛୁ, ଆମେ ସିଲ୍ କରିଦଉଛୁ, ତାର ସବୁ କମ୍ପ୍ଲାଏ କଲା ପରେ ଲାଇସେନ୍ସ ଯଦି ମିଳିବ ସେ ବର୍ତ୍ତମାନ ତ ସିଡିରେ ବହୁତ ହୋଟେଲ ଗୁଡ଼ିକ ରହିଗଲାଣି, ତାଙ୍କ ପାଇଁ ଲିଷ୍ଟିଂ କରାଯାଇଛି ବା କିଛି ବ୍ୟବସ୍ଥା ହେଇଛି। ମଝିରେ ଆମେ ଆଉ ଗୋଟେ ହୋଟେଲ କରିଥିଲୁ, ବମ୍ବେ ହୋଟେଲ, ସେଟା ବି କରିଥିଲୁ, ସେଠି ବି ଖରାପ ଜିନିଷ ଥିଲା ପଡ଼ିଥିଲୁ, ତାକୁ ଫାଇନ୍ କରିଥିଲୁ। ସାର୍ ଆଶା କରୁଛନ୍ତି କି ଏମିତି ବାରମ୍ବାର ଏମିତି ତାଗିଦ କଲା ପରେ ଚେଞ୍ଜ ହେଇପାରିବ? କିଛି ଚେଞ୍ଜ হবে ନିଶ୍ଚୟ, ଯଦି ଅତି ଅମାନ୍ୟ ହେବେ, ଏଇ ଯେମିତି ବନ୍ଦ ହେଲା ସେମିତି ବଡ଼ ବଡ଼ ହୋଟେଲ ବନ୍ଦ ହବ କଟକରେ। ନିଶ୍ଚୟ ଆମ ସାଙ୍ଗେ ଥିଲେ ସିଏମସି ର ହେଲ୍ଥ ଅଫିସର ଥିଲେ, ଯିଏକି ଆମକୁ କହୁଥିଲେ ବାରମ୍ବାର ଅଭିଯୋଗ ଆସିବା ସହିତ ବିଭିନ୍ନ ସ୍ଥାନରେ ଯୋଉଭଳି ଭାବରେ ଅନୈତିକ ଭାବରେ ବିକ୍ରି କରାଯାଉଛି ବାସି ଖାଦ୍ୟ, ତା ଉପରେ ଖାସ ଫୋକସ ରଖାଯାଇଛି। ଯୋଉମାନଙ୍କ ପାଖରେ ଲାଇସେନ୍ସ ନାହିଁ ଖାସ ତାଙ୍କ ଉପରେ ଧ୍ୟାନ ଦିଆଯାଇଛି। ଯୋଉମାନେ ବଡ଼ ବଡ଼ ହୋଟେଲ ଅଛି ବା ବଡ଼ ବଡ଼ ପ୍ରତିଷ୍ଠାନ ଗୁଡ଼ିକ ରହିଛି ସେମାନଙ୍କ ଉପରେ ବି ଖାସ ନଜର ରହିଛି, କାହିଁକିନା କେବଳ ଫୁଡ୍ ଲାଇସେନ୍ସ କରିଦେବା ନୁହେଁ, ଖାଦ୍ୟର ମାନ ବି ଯାଞ୍ଚ କରିବା ନିହାତି ଦରକାର। ସେଥିପାଇଁ ସିଏମସି ତା ପକ୍ଷରୁ ସମସ୍ତ ବ୍ୟବସ୍ଥା କରିଛି ଏବଂ ଆଗାମୀ ଦିନରେ ଏହି ଧରପଗଡ଼କୁ ଆହୁରି ବିସ୍ତୃତ କରାଯିବ ଏବଂ ଆହୁରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ବି କରାଯିବ ବୋଲି ସୂଚନା ଦେଇଛନ୍ତି। କଟକରୁ ପ୍ରିୟନ୍ତ ପଟ୍ଟନାୟକ ରିପୋର୍ଟ, ବରପୁର।